ରାଉରକେଲାର ଛେଣ୍ଡ କଳିଙ୍ଗ ବିହାର ସ୍ଥିତ ବିର୍ସା ମୁଣ୍ଡା କମର୍ସିଆଲ କମ୍ପ୍ଲେକ୍ସଠାରେ ପ୍ରଧାନମନ୍ତ୍ରୀ ଭାରତୀୟ ଜନଔଷଧି କେନ୍ଦ୍ର ଉଦ୍ଘାଟିତ ହୋଇଯାଇଛି। ଏହି କେନ୍ଦ୍ରକୁ ଆଇଜିଏଚ୍ର ବରିଷ୍ଠ ଡାକ୍ତର ପ୍ରଦୀପ କୁମାର ମହାପାତ୍ର ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଉଦ୍ଘାଟନ କରିବା ସହ ସମ୍ମାନିତ ଅତିଥିଙ୍କ ମଧ୍ୟରେ ଆର୍ଏସ୍ପିର ପ୍ରାକ୍ତନ ନିର୍ବାହୀ ନିର୍ଦ୍ଦେଶକ ପ୍ରଦୀପ କୁମାର ସାହୁ, ନିଟ୍ରା ତଥା ସଚେତନ ନାଗରିକ ମଞ୍ଚର ସଭାପତି ବିମଳ କୁମାର ବିଶି, ସମାଜସେବୀ ଅଜିତ ପୂଜାରୀ, ପ୍ରାକ୍ତନ ଇଡି ଶ୍ରୀ ପିକେ ଅମାତ୍ୟ, ବିବି ପ୍ରଧାନ, ଡାକ୍ତର ସୁଧା ପ୍ରଧାନ ପ୍ରମୁଖ ଉପସ୍ଥିତ ହୋଇ ସେମାନଙ୍କ ବକ୍ତବ୍ୟରେ କହିଲେ ଯେ ଏହି କେନ୍ଦ୍ର ଦ୍ୱାରା ଅଞ୍ଚଳବାସୀ ବେଶ ଲାଭାନ୍ୱିତ ହେବା ସହ ଜନସାଧାରଣ ସ୍ୱଳ୍ପ ମୂଲ୍ୟରେ ଜନ ଔଷଧି ପାଇପାରିବେ। କାର୍ଯ୍ୟକ୍ରମରେ ସର୍ବଶ୍ରୀ ରାମକୃଷ୍ଣ ତ୍ରିପାଠୀ, ଆଲୋକ ବୋଷ, ସିଦ୍ଧାର୍ଥ ମହାପାତ୍ର, ସୁନୀଲ କୁମାର ପଣ୍ଡା, ସୁରୂପ ପଣ୍ଡା, ରାଜଲକ୍ଷ୍ମୀ ପଣ୍ଡା ପ୍ରମୁଖ ଯୋଗ ଦେଇଥିଲେ। ଶେଷରେ କେନ୍ଦ୍ରର ମୁଖ୍ୟ ସୋନାଲି ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ। ସାର୍, ଆଜି ଏ ଯେଉଁ ଜନ ଔଷଧି हॉस्पिटल जो मेडिसिन दुकान खोला गला से संपर्क करे पदे मो राउरकेला गोटे थिक पॉपुलेटेड एरिया छेंड विशेषकर बहुत थिकली पॉपुलेटेड एरिया टोटाल राउरकेला जनौषधि नथिला खाली गोटे कोइल नंबर अच्छी एटा सेकेंड टाइम खोलना सीडब्ल्यू से तो जना नहीं जहाँ बहुत कष्ट कर खोलाई आर आप आडभांटेज नियंतु 70-80% रेट कम वन टाइप ऑफ मोदी ग्यारंटी पॉलिटिकली नुहे मोदी ग्यारंटी बोली कहते एंड औषध डॉक्टर महापात्र कहले बहुत क्वालिटी बहुत भल आप नहीं देखो 80-90% कम रेट पाइबे आते कष्ट खोलाई तार आप सदुपयोग करूँ आज दिन बसंत पंचमी नमस्कार धन्यवाद धन्यवाद सर। राउरकेला नवीन कुमार प्रधान को रिपोर्ट साई सत्य न्यूज।